ଘରେ କିଛି ପନିପରିବା ନଥିଲେ କିମ୍ବା ପରିବା ତରକାରୀ ଖାଇ ବିରକ୍ତ ଲାଗିଲେ ଏହି ସୁଆଦିଆ ତରକାରୀ ବନାନ୍ତୁ। ବିନା ଜନ୍ତୁଣି ସବୁଠୁ ସହଜ ଉପାୟରେ ବେସନ ତରକାରୀ। ବିନା ଜନ୍ତୁଣିରେ ବନେଇବା ତାହେଲେ କେମିତି ବନେଇବା ଏକଥା ଭାବୁଛନ୍ତି କି? ତାହେଲେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପ୍ସନରେ ପ୍ରେସ୍ କରନ୍ତୁ। ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମେ ଚାଲନ୍ତୁ ଗୋଟେ ମସଲା ବନେଇବା। ମସଲା ପାଇଁ ଏଇଠି ମୁଁ ନେଇଛି 1 ଇଞ୍ଚର ଅଦା, 1 କଞ୍ଚା ଲଙ୍କା, 5ଟି ବଡ଼ ସାଇଜର ରସୁଣ। ଆପଣ ଛୋଟ ରସୁଣ ନେଉଥିଲେ 8-10ଟି ରସୁଣ ଦେବେ। ତା ସହିତ ଫାଳେ ପିଆଜ, କେବଳ 1ରୁ 2 ଚାମଚ ପାଣି ଦେଇ ମସଲାକୁ ଚିକଣ କରି ବାଟି ଆଣିବା। ଏହି ମସଲା ସହିତ ଗ୍ରାଇଣ୍ଡର ଜାରକୁ ଧୋଇ କେବଳ 1ରୁ 2 ଚାମଚ ପାଣି ଦେବା। ଏତିକି ମସଲାରୁ ଆଜି ଆମେ ତରକାରୀ ବନେଇବା। ମସଲା ରେଡି ହେଇଗଲା, ମସଲାକୁ ସାଇଡରେ ରଖିବା। ଆଉ ଗୋଟେ ବଡ଼ ଜାଗା ନେବା, ସେ ଜାଗା ଉପରେ ଗୋଟେ ଛାଙ୍କୁଣି ରଖିବା। ଛାଙ୍କୁଣି ଉପରେ 1 କପ୍ ବେସନ ଦେବା। ଆପଣମାନେ ଯେକୌଣସି ଗୋଟେ ଗିନାରେ ମାପ କରି ବେସନ ନେବେ, ସେଇ ଗିନାରେ ମାପ କରି ପାଣି ଦେବେ। ଯେହେତୁ ବର୍ଷା ଦିନ ଚାଲୁଛି, ବେସନରେ ଟିକେ ବିଣ୍ଡା ଥାଏ, ଛାଙ୍କୁଣିରେ ଛାଣିଦେଲେ ତରକାରୀ ବନେଇବା ପାଇଁ ସୁବିଧା ହେବ। ବେସନକୁ ଛାଣି ସାରିବା ପରେ ଚାଲନ୍ତୁ କିଛି ଗୁଣ୍ଡ ମସଲା ଦେବା। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ, ତା ସହିତ ଅଳ୍ପ ଜୁଆଣି ଦେବା। ଜୁଆଣି ଦେଲେ ବେସନ ତରକାରୀ ବହୁତ ଜଲ୍ଦି ହଜମ ହେଇଯାଏ। ତା ଛଡ଼ା ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସେ। ଜୁଆଣିକୁ ହାତରେ ଟିକେ ଘଷିକି ଦେବେ। ତା ସହିତ ଅଳ୍ପ କସୁରୀ ମେଥି ପତ୍ର। ବେସନ ତରକାରୀରେ ଅଳ୍ପ କସୁରୀ ମେଥି ପତ୍ର ଦେଲେ ବହୁତ ବଢ଼ିଆ ଟେଷ୍ଟ ଆସେ। ବେସନକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ତାପରେ ଆମେ ବାଟି ରଖିଥିବା ଅଦା, ରସୁଣ, କଞ୍ଚା ଲଙ୍କା ବଟାରୁ କେବଳ 1 ଛୋଟ ଚାମଚ ଦେବା। ବଳକା ମସଲା ରଖିବା, ପରେ ଆମେ ମସଲାରେ ବ୍ୟବହାର କରିବା। ପ୍ରଥମେ ଏସବୁ ଜିନିଷକୁ ଗୋଳେଇ ନେବା। ଗୋଳେଇ ସାରିବା ପରେ ଯେଉଁ କପ୍ରେ ମାପ କରି 1 କପ୍ ବେସନ ଦେଇଥିଲେ, ସେମ୍ କପ୍ରେ ମାପ କରି 1 କପ୍ ପାଣି ଆଣିବା। ପ୍ରଥମେ ଅଳ୍ପ ଅଳ୍ପ ପାଣି ଦେଇ ଗୋଳେଇବା। ପ୍ରଥମରୁ ବେଶୀ ପାଣି ଦେଲେ ବେସନରେ ବିଣ୍ଡା ଆସିଯିବ, ବେସନକୁ ଭଲ ଭାବରେ ଗୋଳେଇ ପାରିବେ ନାହିଁ। ଯେତିକି ପାଣି ଦରକାର ପଡ଼ିବ ଦେଖିକି ଅଳ୍ପ ଅଳ୍ପ ପାଣି ଦେଇ ଗୋଳେଇବେ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଆଉ ରେସିପି କେମିତି ଲାଗୁଛି ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। କମେଣ୍ଟସ୍ କରିବା ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ବିଲକୁଲ ଫ୍ରି। ଗୋଳେଇ ସାରିବା ପରେ ବେସନର ଫାଇନାଲ କନସିଷ୍ଟେନ୍ସି ଦେଖନ୍ତୁ, ଏତିକି ବହଳିଆ ରଖିବେ। ୟାଠାରୁ ବେଶୀ ବହଳିଆ କିମ୍ବା ବେଶୀ ପାଣି କରିବେ ନାହିଁ। ଆମେ 1 କପ୍ ପାଣି ନେଇଥିଲେ, ଦେଖନ୍ତୁ ଅଧା କପ୍ ପାଣି ବଳକା ରହିଲା, ତାମାନେ ଅଧା କପ୍ ପାଣି ଆମେ ବ୍ୟବହାର କଲେ। 1 କପ୍ ବେସନ ପାଇଁ ଅଧା କପ୍ ପାଣି, ଏ ଭାଗ ମାପ ମନେ ରଖିବେ। ଏବେ ବେସନକୁ 5 ମିନିଟ୍ ରେଷ୍ଟ କରିବା ପାଇଁ ଛାଡ଼ିବା। ସେଇ ଭିତରେ ଚାଲନ୍ତୁ ତରକାରୀ ପାଇଁ ମସଲା ବନେଇବା। କଢ଼େଇ ଗରମ କରି 2 ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ ଜିରା, 1 ତେଜପତ୍ର, 2-3 ପିଞ୍ଚ ହିଙ୍ଗୁ ଦେବା। ଅଳ୍ପ ହିଙ୍ଗୁ ଦେଲେ ତରକାରୀ ବହୁତ ଜଲ୍ଦି ହଜମ ହେଇଯିବ। ଜିରା ଫୁଟିଗଲେ 1 ବଡ଼ ସାଇଜର ପିଆଜ ଦେବା। ତାପରେ ମିଡିୟମ ଫ୍ଲେମ୍ରେ ପିଆଜକୁ ହାଲକା ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ପିଆଜକୁ ବେଶୀ ପୋଡ଼ିବେ ନାହିଁ। ଏତିକି ଲାଲ କଲର ହେଇଯିବା ପରେ ଆମେ ବାଟି ରଖିଥିବା ଅଦା, ରସୁଣ, କଞ୍ଚା ଲଙ୍କା ମସଲାକୁ ଦେବା। ତାପରେ ଲୋ ଟୁ ମିଡିୟମ ଫ୍ଲେମ୍ରେ ମସଲାକୁ ଭଲ ଭାବରେ କଷିବା। ଅଦା ରସୁଣ ମସଲା କଷିବା ଭିତରେ ସେପଟେ ଚାଲନ୍ତୁ ତରକାରୀ ପାଇଁ ଆଉ ଗୋଟେ ମସଲା ବନେଇବା। ଗ୍ରାଇଣ୍ଡର ଜାର୍ ନେଇ 1 ବଡ଼ ସାଇଜର ଟମାଟୋ ଦେବା। ତା ସହିତ 1 ଛୋଟ ଚାମଚ କଞ୍ଚା ଗୋଟା ଧନିଆ ଦେବା। ଅଧା ଛୋଟ ଚାମଚ କଞ୍ଚା ଜିରା, ତା ସହିତ ଅଳ୍ପ କିଛି ଗୋଟା ଗରମ ମସଲା, 2ଟି ଗୁଜୁରାତି, 3ଟି ଲବଙ୍ଗ, ଛୋଟ ଖଣ୍ଡେ ଡାଲଚିନି, ବାସ୍ ଏତିକି ଗରମ ମସଲା। 2-3 ଚାମଚ ପାଣି ଦେଇ ମସଲାକୁ ଚିକଣ କରି ବାଟି ଆଣିବା। ମସଲା ରେଡି ହେଇଗଲା। ସେପଟେ ଚାଲନ୍ତୁ ଅଦା ରସୁଣ ମସଲାକୁ ଚେକ୍ କରିବା। ଦେଖନ୍ତୁ ଅଦା ରସୁଣ ମସଲା ଭଲ ଭାବରେ କଷିଗଲାଣି। ଏବେ ଆମେ ବାଟି ନେଇଥିବା ଟମାଟୋ ମସଲାକୁ ଦେବା। ଗ୍ରାଇଣ୍ଡର ଜାରକୁ ଧୋଇ 2-3 ଚାମଚ ପାଣି ଦେବା। ଏବେ ମସଲାରେ କେବଳ ମସଲା ପାଇଁ ଲୁଣ ଦେବା। ବେସନରେ ଆମେ ଲୁଣ ଦେଇଥିଲେ। ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ, ମସଲାରେ 1 କଞ୍ଚା ଲଙ୍କା ବାଟିଥିଲେ, ଆପଣମାନେ ଦେଖିକି ରାଗ ଲଙ୍କା ଗୁଣ୍ଡ ଦେବେ। ଭଲ କଲର ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ବାସ୍ ଏତିକି ଗୁଣ୍ଡ ମସଲା ଦେବା। ଆଉ କିଛି ଗୁଣ୍ଡ ମସଲା ଦେବା ଦରକାର ନାହିଁ, କାହିଁକିନା ସବୁ ଗୋଟା ମସଲା ଆମେ ମସଲାରେ ବାଟି ନେଇଥିଲେ। ଏବେ ଲୋ ଟୁ ମିଡିୟମ ଫ୍ଲେମ୍ରେ କଭର କରି ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ ମସଲାକୁ କଷିବା। 5-6 ମିନିଟ୍ ପରେ ଏଠି ଦେଖନ୍ତୁ ମସଲା ଉପରକୁ ତେଲ ଆସିଗଲାଣି। ମସଲାକୁ ଯେତେ ଭଲ ଭାବରେ କଷିବେ ତରକାରୀର ଟେଷ୍ଟ ବଢ଼ିବ। ମସଲା କଷିଯିବା ପରେ ତରକାରୀରେ ଝୋଳ ପାଇଁ 2 ଗ୍ଲାସ ପାଖାପାଖି ଗରମ ପାଣି ଦେବା। ଜମା ଥଣ୍ଡା ପାଣି ଦେବେ ନାହିଁ ଆଉ ଅଧିକ ପାଣି ଦେବେ ନାହିଁ। ଗ୍ୟାସର ଫ୍ଲେମ୍ ହାଇ ରଖିବା। ପାଣି ବହୁତ ଜଲ୍ଦି ଫୁଟିଯିବ।
ପାଣି ଥରେ ଫୁଟି ଆସିଲେ ଲୋ ଟୁ ମିଡିୟମ ଫ୍ଲେମ୍ରେ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଝୋଳକୁ ଫୁଟେଇବା। ସେଇ ଭିତରେ ଚାଲନ୍ତୁ ବେସନକୁ ଚେକ୍ କରିବା। ବେସନ ଘୋଳ ଦେଖନ୍ତୁ ଆଗ ଅପେକ୍ଷା ଆଉ ଟିକେ ବହଳିଆ ହେଇଯାଇଛି। ଫାଇନାଲ କନସିଷ୍ଟେନ୍ସି ଦେଖନ୍ତୁ ଏତିକି ବହଳିଆ ରଖିବେ। ୟାଠାରୁ ବେଶୀ ବହଳିଆ କିମ୍ବା ବେଶୀ ପାଣି କରିବେ ନାହିଁ। ତାପରେ ଗ୍ୟାସ୍ ଉପରେ ଗୋଟେ ନନଷ୍ଟିକ୍ ତାୱା ନହେଲେ ଏମିତି ପ୍ୟାନ୍ ଗରମ କରିବା। ଆପଣମାନେ ଯେକୌଣସି ଗୋଟେ ତେଲିଆ ତାୱା ନେଇପାରିବେ, କିନ୍ତୁ ରୁଟି ବନାଉଥିବା ତାୱା ନେବେ ନାହିଁ। ସେଇ ତାୱାରୁ ପିଠା ଭଲ ଭାବରେ ଉଠିବ ନାହିଁ। ତାପରେ ଅଳ୍ପ ତେଲ ଦେଇ ବ୍ରଶରେ ଚାରିପଟକୁ ଲଗେଇବା। ତାପରେ ଗୋଟେ ଡଙ୍କି ପିଠଉ ନେଇ ଯେମିତି ଆମେ ଚକୁଳି ପିଠା ବନାଉ ସେମିତି ବନେଇବା। এই ପିଠାକୁ ବେଶୀ ପତଳା କିମ୍ବା ବେଶୀ ମୋଟା କରିବେ ନାହିଁ। ହାଲକା ହାତରେ ପିଠା ବନେଇବେ, ନହେଲେ ପିଠଉ ଚଟୁରେ ଲାଗିଯିବ। ତାପରେ ଲୋ ଟୁ ମିଡିୟମ ଫ୍ଲେମ୍ରେ 2ରୁ 3 ମିନିଟ୍ କଭର କରିବା, ଯାହାଦ୍ୱାରା ପିଠାର ଉପର ଅଂଶ ବହୁ ଜଲ୍ଦି ସିଝିଯିବ। 2-3 ମିନିଟ୍ ପରେ ପିଠାର ଉପର ଅଂଶ ଶୁଖିଲା ହେଇଯିବା ପରେ ବ୍ରଶରେ ଅଳ୍ପ ତେଲ ନେଇ ଆମେ ପିଠା ଉପରେ ଲଗେଇବା, ଯାହାଦ୍ୱାରା ପିଠାର ଉପର ଅଂଶ ବି ଭଲ ଭାବରେ ସିଝିଯିବ। ତାପରେ ଖଡ଼ିକା ସାହାଯ୍ୟରେ ଯେମିତି ପିଠାକୁ ମୁଁ ଫୋଲ୍ଡ କଲି ଆପଣମାନେ ସେମିତି ଫୋଲ୍ଡ କରିବେ। ଫୋଲ୍ଡ କରିସାରିବା ପରେ ପିଠାକୁ ଟିକେ ପ୍ରେସ୍ କରିବେ, ପିଠା ଭଲ ଭାବରେ ସେଟ୍ ହେଇଯିବ। ତାପରେ ପିଠାକୁ ତଳ ଉପର କରି ଟିକେ ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। এই ଷ୍ଟେଜରେ ପିଠାକୁ ଭଲ ଭାବରେ ଭାଜି ଦେଲେ ବେସନର କଞ୍ଚା ଅଂଶ ଚାଲିଯିବ, ତରକାରୀରେ ଖାଇବା ପାଇଁ ଭଲ ଲାଗିବ। এই ଷ୍ଟେଜରେ ବେସନ ଯଦି କଞ୍ଚା ରହିଯିବ ତାହେଲେ ଖାଇବା ପାଇଁ ଭଲ ଲାଗିବ ନାହିଁ। ଗୋଟେ ପିଠା ଆମ ରେଡି ହେଇଗଲା। ସେମ୍ ପ୍ରୋସେସରେ ଆଉ ଗୋଟେ ପିଠା ବି ଆମେ ବନେଇବା। ଯେତିକି ପିଠଉ ବନେଇଥିଲେ ସେତିକି ପିଠଉରୁ ଆମର 2ଟି ପିଠା ରେଡି ହେଲା। ପିଠା ହେଇସାରିବା ପରେ ପିଠାକୁ ଆମେ କାଟି ନେବା। ଟିକେ ବଡ଼ ଖଣ୍ଡ କରି କାଟିବେ, ତରକାରୀରେ ଦେଖିବା ପାଇଁ ଭଲ ଲାଗିବ, ଖାଇବା ପାଇଁ ମଧ୍ୟ ଭଲ ଲାଗିବ। ବେସନ ପିଠା ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଆପଣମାନେ এই ବେସନ ଚକୁଳି ପିଠା ବନେଇ ସକାଳ ଜଳଖିଆରେ ଖାଇପାରିବେ, ସ୍ନାକ୍ସରେ ଖାଇପାରିବେ। ପିଲାମାନେ এই ପିଠା ଖାଇବା ପାଇଁ ବହୁତ ପସନ୍ଦ କରନ୍ତି। ସେପଟେ ଚାଲନ୍ତୁ ଝୋଳକୁ ଚେକ୍ କରିବା। 5-7 ମିନିଟ୍ ଝୋଳ ଫୁଟିବା ପରେ ଦେଖନ୍ତୁ ଝୋଳ ଆଗ ଅପେକ୍ଷା ଟିକେ ବହଳିଆ ହେଇଯାଇଛି। ଝୋଳକୁ ଏତିକି ବହଳିଆ ରଖିବେ। ତାପରେ ଆମେ ବନେଇଥିବା ବେସନ ପିଠା ଗୁଡ଼ିକୁ ଦେବା। ଶେଷରେ ତରକାରୀରେ ଭଲ ବାସ୍ନା ଆଉ ଟେଷ୍ଟ ପାଇଁ ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଦେବା। ଗୋଟେ ଛୋଟ ଚାମଚ କସୁରୀ ମେଥି ପତ୍ରକୁ ତଡ଼କା ପ୍ୟାନ୍ରେ ହାଲକା ଭାଜିକି ତାପରେ ଗୁଣ୍ଡ କରିକି ଦେବା। ଭାଜିକି ଦେଲେ ବହୁତ ବଢ଼ିଆ ବାସ୍ନା ଆସିବ। ଆପଣ ଚାହିଁଲେ এই ଷ୍ଟେଜରେ ଅଳ୍ପ ଧନିଆ ପତ୍ର ଦେଇପାରିବେ, ନଦେଲେ ବି ଚଳିବ। ହାଲକା ହାତରେ ସବୁ ଜିନିଷକୁ ଗୋଳେଇ ନେବା। ଏବେ ସେମିତି ଖୋଲା ରଖି କେବଳ 3ରୁ 4 ମିନିଟ୍ ଝୋଳ ସହିତ ଫୁଟେଇବା, ଯାହାଦ୍ୱାରା ପିଠା ଗୁଡ଼ିକ ଝୋଳରେ ଫୁଟିଯିବ ଆଉ ଟିକେ ଫୁଲିଯିବ। ଯେତେବେଳେ ପିଠା ସିଝିଯିବ ଦେଖିବେ ଝୋଳ ଉପରକୁ ଉଠି ଆସିବ। 3-4 ମିନିଟ୍ ପରେ ଏଠି ଆମ ତରକାରୀ ପୁରା ରେଡି ହେଇଯାଇଛି। ପିଠା ଦେଖନ୍ତୁ ଝୋଳରେ ଖୋଲି ନାହିଁ କିମ୍ବା ଭାଙ୍ଗି ନାହିଁ। ଝୋଳ ଦେଖନ୍ତୁ କେତେ ଡେଲିସିୟସ୍ ଦେଖାଯାଉଛି। ଝୋଳ ଏତିକି ବହଳିଆ ରଖିବେ, ଗରମ ଭାତ ରୁଟିରେ ଖାଇବା ପାଇଁ ଭଲ ଲାଗିବ। ଏବେ ଆମ ରେଡି ହେଇଗଲା ସବୁଠୁ ସହଜ ଉପାୟ ଆଉ ନୂଆ ଶୈଳୀରେ ବେସନ ତରକାରୀ। ଆପଣମାନେ এই ଉପାୟରେ ବନାନ୍ତୁ, ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।